ବର୍ତ୍ତମାନର କହିବା ବଡ଼ ଖବର ବା କହିବା ବିଗ୍ ବ୍ରେକିଂ। ନାଉଗାଁ ଥାନା ଅଞ୍ଚଳର ଘୋଡ଼ାଂଶ ପଞ୍ଚାୟତ ଅଧୀନ ହରିଶପୁର ଗ୍ରାମରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଶିବପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗିଥିଲା। ଘରେ ନିଆଁ ଲାଗିଥିବା ଦେଖି ପରିବାର ସଦସ୍ୟମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ନିଆଁ ନିଭାଇବାକୁ ଚେଷ୍ଟା କରିଥିଲେ ଏବଂ ତୁରନ୍ତ ନାଉଗାଁ ଅଗ୍ନିଶମ ବିଭାଗ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସଫଳ ହୋଇଥିଲା। ମଧ୍ୟ 90% ବାସଗୃହ ଓ ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ 3ଟି ପରିବାର ବାସହରା ହୋଇପଡ଼ିଛନ୍ତି। ସେମାନେ ପ୍ରାୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ଆର୍ଥିକ ଭାବେ ଦୁର୍ବଳ ପରିବାର। ଘର ଭିତରର ସମସ୍ତ ଧାନ, ଚାଉଳ, ଆସବାବପତ୍ର ଓ ବ୍ୟବହାରିକ ସାମଗ୍ରୀ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ପାଇଁ ତୁରନ୍ତ ସରକାରୀ ସହାୟତା ଓ ପୁନର୍ବାସ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ।